ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ କନ୍ୟା ରାଶିର ଅଧିଷ୍ଠାତା ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ କନ୍ୟା ରାଶି ଜାତ ବ୍ୟକ୍ତି ବିଶେଷଙ୍କର ରାହୁ ଓ କେତୁ ଚଳନରେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ଶୁଭଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ଏବଂ କନ୍ୟା ରାଶି ଉପରେ ଏହି ରାହୁ ଓ କେତୁ ଚଳନର ପ୍ରଭାବ। ଗ୍ରହ ଜଗତର ଦୁଇ ଛାୟାଗ୍ରହ ରାହୁ ଓ କେତୁ ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ରାଶି ପରିବର୍ତ୍ତନ କରୁଛନ୍ତି। ରାହୁ ଓ କେତୁ ମହାଗ୍ରହଙ୍କର ରାଶି ପରିବର୍ତ୍ତନ ସମଗ୍ର ଦ୍ୱାଦଶ ରାଶିଚକ୍ରକୁ ଗଭୀର ଭାବେ ପ୍ରଭାବିତ କରୁଥିବା ବେଳେ ଜାଣିବା କନ୍ୟା ରାଶି ଉପରେ ରାହୁ ଓ କେତୁ ଚଳନର କ'ଣ ପ୍ରଭାବ ପଡ଼ୁଛି ଏବଂ କନ୍ୟା ରାଶି ଜାତ ବ୍ୟକ୍ତି ଏହି ସମୟରେ କ'ଣ ସବୁ ଜ୍ୟୋତିଷୀୟ ଫଳାଫଳ ପ୍ରାପ୍ତ କରିବାର ସମ୍ଭାବନା ରହିଅଛି। କନ୍ୟା ରାଶିର ସପ୍ତମ ଭାବ ମୀନ ରାଶିରେ ରହିଥିବା ରାହୁ ଚଳିତ ମଇ ମାସ 18 ତାରିଖରେ ଶନିଙ୍କ ରାଶି କୁମ୍ଭ ରାଶିରେ ପ୍ରବେଶ କରୁଛନ୍ତି ଏବଂ ସମାନ୍ତରାଳ ଭାବେ କେତୁ ମହାଗ୍ରହ କନ୍ୟା ରାଶିର ଦ୍ୱାଦଶ ସ୍ଥାନ ସିଂହ ରାଶିରେ ପ୍ରବେଶ କରୁଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଦ୍ୱାଦଶ ଭାବରେ ଅବସ୍ଥିତ କେତୁ ମହାଗ୍ରହଙ୍କୁ ମୋକ୍ଷ ପ୍ରଦାୟକ ଗ୍ରହ ରୂପେ ବିଚାର କରାଯାଉଥିବାରୁ ଏହି ସମୟରେ କେତୁ ମହାଗ୍ରହଙ୍କର ସିଂହ ରାଶିରେ ଆସନ୍ତା 18 ମାସର ରହଣି କନ୍ୟା ରାଶି ଜାତ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଜଗତ ପ୍ରତି ଆକୃଷ୍ଟ କରାଇବ। ଦିଅଁ ଦେବତା ଧର୍ମ କର୍ମ ପ୍ରତି ଆଗ୍ରହ ବଢ଼ିବ। ଦାନ ଧର୍ମ ପୁଣ୍ୟ କରିବା ପାଇଁ ମନ ବଳାଇବେ। ତୀର୍ଥଯାତ୍ରା ତଥା ଦେବସ୍ଥାନ ଭ୍ରମଣର ଯୋଗ ରହୁଅଛି। ଏହା ସହିତ ବ୍ୟୟର ପରିମାଣ ମଧ୍ୟ ବଢ଼ିଯିବ। ରାତିରେ ନିଦ୍ରା ଯିବା ସମୟରେ ସୁନିଦ୍ରା ହେବ ନାହିଁ। ମାନସିକ ଭାବେ ଭାରାକ୍ରାନ୍ତ ରହିବେ। ସେହିପରି ରାହୁ ମହାଗ୍ରହ କନ୍ୟା ରାଶିର ଷଷ୍ଠ ସ୍ଥାନ କୁମ୍ଭ ରାଶିରେ ଦୀର୍ଘ 1.5 ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କୁ ବହୁଳାଂଶରେ ଭଲ ଫଳ ପ୍ରଦାନ କରିବେ। କନ୍ୟା ରାଶିର ଷଷ୍ଠ ଭାବ କୁମ୍ଭ ରାଶିରେ ଅବସ୍ଥିତ ରାହୁ କନ୍ୟା ରାଶି ଜାତକ ବ୍ୟକ୍ତିଙ୍କର ଶତ୍ରୁନାଶକ ଗ୍ରହ ରୂପେ ଉଭା ହେବେ। ଅର୍ଥାତ୍ କୁମ୍ଭ ରାଶିରେ ରାହୁ ମହାଗ୍ରହଙ୍କର ଏହି 18 ମାସ ରହଣି ମଧ୍ୟରେ କନ୍ୟା ରାଶିର ରହିଥିବା ଶତ୍ରୁମାନେ ପରାଜିତ ହେବେ। ରହିଥିବା ଶତ୍ରୁତାର ଅନ୍ତ ମଧ୍ୟ ଘଟିବ। ରାହୁ ମହାଗ୍ରହଙ୍କର ଏକ ବିଶେଷତ୍ୱ ହେଲା ରାହୁ ସମସ୍ତ ଗ୍ରହଙ୍କୁ ଏଡ଼ାଇ ଫଳ ଦେବାକୁ ସମର୍ଥ ହୋଇଥାନ୍ତି। ତେଣୁ କୁମ୍ଭ ରାଶିରେ ରାହୁଙ୍କର ଏହି 1.5 ବର୍ଷର ରହଣି କାଳରେ କନ୍ୟା ରାଶି ଜାତକର ବାକି ପଡ଼ି ରହିଥିବା ସମସ୍ତ କାର୍ଯ୍ୟକୁ ରାହୁ ସଫଳତାର ସହିତ ଶେଷ କରିଦେବେ। ବହୁଦିନରୁ ଚାକିରି ଖୋଜୁଥିଲେ କୁମ୍ଭ ରାଶିସ୍ଥ ରାହୁ ଏହି ସମୟରେ କନ୍ୟା ରାଶି ଜାତକକୁ ଚାକିରି ମଧ୍ୟ କରାଇ ଦେବାର ସମ୍ଭାବନା ରହିଅଛି। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କନ୍ୟା ରାଶି ଜାତ ବ୍ୟକ୍ତି ରାହୁ ମହାଗ୍ରହଙ୍କ ପ୍ରଭାବରୁ ଭଲ ମୋଟା ରକମର ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ବିଭିନ୍ନ ଉପାୟରେ ତଥା ବିଭିନ୍ନ କ୍ଷେତ୍ରରୁ ଅର୍ଥର ଆଗମନ ହେବ। ଏପରିକି ଅର୍ଥ ଲୋଭରେ ନୈତିକତାକୁ ଜଳାଞ୍ଜଳି ଦେବାକୁ ପଡ଼ିଲେ ମଧ୍ୟ ପଛାଇବେ ନାହିଁ। ଜୁଆ, ସଟ୍ଟା ବେପାର, ଲଟେରୀ, ଘୋଡ଼ା ଦୌଡ଼ ପ୍ରଭୃତିରେ ଅଂଶଗ୍ରହଣ କରିବା ପାଇଁ ରାହୁ ମହାଗ୍ରହ ପ୍ରଲୋଭନ ଦେଖାଇ ପାରନ୍ତି। କିନ୍ତୁ ବୁଦ୍ଧିମାନର କାମ ହେଲା ଏପରି କିଛି କାର୍ଯ୍ୟରେ ଅଂଶଗ୍ରହଣ ନ କରିବା।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ କନ୍ୟା ରାଶିର ଷଷ୍ଠ ଭାବସ୍ଥିତ ରାହୁ ରକ୍ତ ବିକାର, ଜୀବାଣୁଜନିତ ରୋଗ, ଡିପ୍ରେସନ୍, ଡାଇବେଟିକ୍ ଓ ଇଣ୍ଟେଷ୍ଟାଇନ୍ ବା ଆନ୍ତ୍ରିକ ରୋଗ ଭଳି ରୋଗ ସୃଷ୍ଟି କରିବାର ସମ୍ଭାବନା ରହିଅଛି। ତେଣୁ କନ୍ୟା ରାଶି ଜାତ ବ୍ୟକ୍ତି ରାହୁ ଓ କେତୁ ଚଳନରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମା ଦୁର୍ଗାଙ୍କର ଶରଣାପନ୍ନ ହୁଅନ୍ତୁ। ଦୁର୍ଗା ସପ୍ତଶତୀ ପ୍ରତ୍ୟହ ପାଠ କରନ୍ତୁ। ଅଭାବୀ ଲୋକଙ୍କୁ ଅନ୍ନ ବସ୍ତ୍ର ଦାନ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ କନ୍ୟା ରାଶିର ଅଧିଷ୍ଠାତା ଦେବତା ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ କନ୍ୟା ରାଶି ଜାତ ବ୍ୟକ୍ତିଙ୍କର ରାହୁ ଓ କେତୁ ଚଳନରେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।